ଅତ ଷଡ଼୍ସିଦ୍ଧିତମ ଦେହ ସୁଭଦ୍ରା ହରଣ ଏବଂ ମିଥିଳାରେ ରାଜା ବୃହଳାଶ୍ୱ ଓ ବ୍ରାହ୍ମଣ ସୁତଦେବଙ୍କ ଗୃହରେ ଭଗବାନଙ୍କ ପଦାର୍ପଣ। ରାଜା ପରୀକ୍ଷିତ ପଚାରିଲେ, ଭଗବାନ ଶ୍ରୀକୃଷ୍ଣ ବଳରାମଙ୍କ ଭଉଣୀ ସୁଭଦ୍ରାଙ୍କୁ ଅର୍ଥାତ୍ ମୋ ଜେଜେମାଙ୍କୁ ମୋର ଜେଜେବାପା ଅର୍ଜୁନ କିପରି ବିବାହ କଲେ, ମୁଁ ତାହା ଜାଣିବାକୁ ଚାହୁଁଛି। ଦୟାକରି ସେ ବିଷୟ କୁହନ୍ତୁ। ଶ୍ରୀ ଶୁକଦେବ କହିଲେ, ହେ ପରୀକ୍ଷିତ, ଥରେ ବୀରବର ଅର୍ଜୁନ ତୀର୍ଥଯାତ୍ରା ପାଇଁ ପୃଥିବୀ ବିଚରଣ କରୁ କରୁ ଆସି ପ୍ରଭାସ କ୍ଷେତ୍ରରେ ପହଞ୍ଚିଲେ। ସେଠାରେ ସେ ତାଙ୍କ ମାମୁଁ ଝିଅ ସୁଭଦ୍ରାଙ୍କ ବିଷୟରେ ଶୁଣିବାକୁ ପାଇଲେ। ସେ ଶୁଣିଲେ ବଳରାମ ଦୁର୍ଯ୍ୟୋଧନଙ୍କ ସହିତ ସୁଭଦ୍ରାଙ୍କର ବିବାହ କରିବାକୁ ଚାହୁଁଛନ୍ତି, କିନ୍ତୁ ବସୁଦେବ ଓ ଶ୍ରୀକୃଷ୍ଣ ସେଥିରେ ସହମତ ନୁହନ୍ତି। ତାହା ଶୁଣି ଅର୍ଜୁନଙ୍କ ମନରେ ସୁଭଦ୍ରାଙ୍କୁ ପାଇବାର ଲାଳସା ଜାଗି ଉଠିଲା। ସେ ତ୍ରିଦଣ୍ଡୀ ସନ୍ନ୍ୟାସୀଙ୍କ ବେଶ ଧରି ଦ୍ୱାରକା ଚାଲିଗଲେ। ସେଠାରେ କେହି ଜାଣିପାରିଲେ ନାହିଁ ଯେ ସେ ହେଉଛନ୍ତି ଅର୍ଜୁନ। ତେଣୁ ପୁରବାସୀମାନେ ତଥା ବଳରାମ ତାଙ୍କୁ ବହୁ ସମ୍ମାନ ଦେଲେ। ସୁଭଦ୍ରାଙ୍କୁ ପାଇବା ଆଶାରେ ଅର୍ଜୁନ ସେଠାରେ ବର୍ଷେ 4 ମାସ ରହିଗଲେ। ଦିନେ ଅତିଥି ପ୍ରଦାନ କରିବାକୁ ବଳରାମ ତାଙ୍କୁ ନିମନ୍ତ୍ରଣ କରି ନିଜ ଭବନକୁ ନେଇଗଲେ। ତ୍ରିଦଣ୍ଡୀ ବେଶ ଧରି ଅର୍ଜୁନଙ୍କୁ ସେ ଅତ୍ୟନ୍ତ ଶ୍ରଦ୍ଧାର ସହିତ ଖାଦ୍ୟପେୟ ଅର୍ପଣ କଲେ ଏବଂ ଅର୍ଜୁନ ଆନନ୍ଦ ମନରେ ଭୋଜନ କଲେ। ଭୋଜନ କରିବା ବେଳେ ଅର୍ଜୁନ ବିବାହଯୋଗ୍ୟ ପରମ ସୁନ୍ଦରୀ ସୁଭଦ୍ରାଙ୍କୁ ଦେଖିଲେ। ତାଙ୍କର ସୌନ୍ଦର୍ଯ୍ୟ ବଡ଼ ବଡ଼ ବୀରଙ୍କୁ ମଧ୍ୟ ମୋହିତ କରିବା ପରି ହୋଇଥିଲା। ତେଣୁ ଅର୍ଜୁନଙ୍କ ନେତ୍ର ପ୍ରେମରେ ପ୍ରଫୁଲ୍ଲିତ ହୋଇଗଲା। ତାଙ୍କୁ ପାଇବା ଆକାଂକ୍ଷାରେ ତାଙ୍କ ମନ କ୍ଷୁବ୍ଧ ହୋଇଗଲା ଏବଂ ସେ ତାଙ୍କୁ ପତ୍ନୀ ରୂପେ ପାଇବାକୁ ଦୃଢ଼ ନିଶ୍ଚୟ କରିନେଲେ। ହେ ପରୀକ୍ଷିତ, ତୁମ ଜେଜେ ଅର୍ଜୁନ ମଧ୍ୟ ଖୁବ୍ ସୁନ୍ଦର ଥିଲେ। ତାଙ୍କ ଦେହର ଗଠନ ଓ ଭାବଭଙ୍ଗୀ ନାରୀମାନଙ୍କର ହୃଦୟକୁ ସ୍ପର୍ଶ କରୁଥିଲା। ତାଙ୍କୁ ଦେଖୁ ଦେଖୁ ସୁଭଦ୍ରା ମଧ୍ୟ ମନେ ମନେ ତାଙ୍କୁ ସ୍ୱାମୀ ରୂପେ ପାଇବାକୁ ସ୍ଥିର କଲେ। ସେ ମୃଦୁ ମୃଦୁ ହସି ଲାଜ ଲାଜ ଆଖିରେ ତାଙ୍କୁ ଚାହିଁବାକୁ ଲାଗିଲେ ଓ ତାଙ୍କ ପାଖରେ ନିଜର ହୃଦୟ ସମର୍ପଣ କରିଦେଲେ। ସେତିକିବେଳେ ଅର୍ଜୁନ କେବଳ ତାଙ୍କର ଚିନ୍ତାରେ ବୁଡ଼ି ରହିଲେ ଓ ତାଙ୍କୁ କେବେ ହରଣ କରି ନେବେ ସେହି ସୁଯୋଗ ଖୋଜିବାକୁ ଲାଗିଲେ। ସୁଭଦ୍ରାଙ୍କୁ ପାଇବାର ପ୍ରବଳ କାମନାରେ ତାଙ୍କର ଚିତ୍ତ ଅସ୍ଥିର ହୋଇ ଉଠିଲା। ସେ ଟିକିଏ ବି ଶାନ୍ତି ପାଇପାରିଲେ ନାହିଁ। ଥରେ ଦେବ ଦର୍ଶନ କରିବା ନିମନ୍ତେ ସୁଭଦ୍ରା ରଥରେ ବସି ଦ୍ୱାରକା ଦୁର୍ଗରୁ ବାହାରକୁ ଆସିଥାନ୍ତି। ସେତିକିବେଳେ ମହାରଥୀ ଅର୍ଜୁନ, ଦେବକୀ, ବସୁଦେବ ଓ ଶ୍ରୀକୃଷ୍ଣଙ୍କ ଅନୁମତି ନେଇ ସୁଭଦ୍ରାଙ୍କୁ ହରଣ କରିନେଲେ। ରଥରେ ଚଢ଼ି ବୀର ଅର୍ଜୁନ ଧନୁଧରି ସଜାଗ ରହିଲେ ଏବଂ ଯେଉଁ ସୈନ୍ୟମାନେ ତାଙ୍କୁ ଅଟକାଇବାକୁ ଆସିଲେ ସେ ତାଙ୍କୁ ପ୍ରହାର କରି ଘୋଡ଼ାଇ ଦେଲେ। ସୁଭଦ୍ରାଙ୍କ ନିକଟରେ ଥିବା ଲୋକେ ପାଟିତୁଣ୍ଡ କରି ରହିଲେ ଏବଂ ସିଂହ ନିଜର ଭାଗ ନେଇ ପଳାଇଲା ପରି ଅର୍ଜୁନ ସୁଭଦ୍ରାଙ୍କୁ ନେଇ ଚାଲିଗଲେ। ଏ ସମାଚାର ପାଇ ବଳରାମ କ୍ରୁଦ୍ଧ ହୋଇଗଲେ। ପୂର୍ଣ୍ଣିମା ଦିନର ସମୁଦ୍ର ପରି ସେ ଅତ୍ୟନ୍ତ ବିକ୍ଷୁବ୍ଧ ହୋଇଯିବାରୁ ଭଗବାନ ଶ୍ରୀକୃଷ୍ଣ ଓ ଅନ୍ୟ ବନ୍ଧୁବାନ୍ଧବ ତାଙ୍କ ପାଦ ଧରି ତାଙ୍କୁ ବହୁତ ବୁଝାଇଲେ। ଶେଷରେ ସେ ଶାନ୍ତ ହେଲେ। ତାପରେ ବଳରାମ ପ୍ରସନ୍ନ ହୋଇ ବରକନ୍ୟା ନିମନ୍ତେ ଯୌତୁକ ରୂପେ ବହୁ ଧନ, ଆସବାବପତ୍ର, ହାତୀ, ରଥ, ଘୋଡ଼ା ଓ ଦାସଦାସୀ ପଠାଇଲେ। ଶୁକଦେବ କହିଲେ, ପରୀକ୍ଷିତ, ବିଦେହ ଦେଶର ରାଜଧାନୀ ମିଥିଳାରେ ଜଣେ ଗୃହସ୍ଥ ବ୍ରାହ୍ମଣ ରହୁଥିଲେ। ତାଙ୍କର ନାମ ଥିଲା ସୁତଦେବ। ସେ ଥିଲେ ଭଗବାନ ଶ୍ରୀକୃଷ୍ଣଙ୍କର ଜଣେ ପରମ ଭକ୍ତ। ସେ ଏକମାତ୍ର ଭଗବତ ଭକ୍ତି ବଳରେ ହିଁ ପୂର୍ଣ୍ଣ ମନୋରଥ, ପରମ ଶାନ୍ତ, ଜ୍ଞାନୀ ଓ ଅନାସକ୍ତ ହୋଇପାରିଥିଲେ। ସେ ଗୃହସ୍ଥ ସମୟରେ ରହି ମଧ୍ୟ ଧନ ପାଇଁ କୌଣସି ପ୍ରକାର ଉଦ୍ୟମ କରୁନଥିଲେ। ଯାହା କିଛି ମିଳିଯାଉଥିଲେ ସେଥିରେ ଜୀବନ ନିର୍ବାହ କରୁଥିଲେ। ପ୍ରତିଦିନ ଜୀବନ ନିର୍ବାହ କରିବା ନିମନ୍ତେ ଯେତିକି ଯାହା ଲୋଡ଼ା ପ୍ରାରବ୍ଧବଶତଃ ତାଙ୍କୁ ସେତିକି ମିଳିଯାଉଥିଲା, ଅଧିକ ମିଳୁନଥିଲା। ସେ ସେଥିରେ ସନ୍ତୁଷ୍ଟ ରହୁଥିଲେ ଏବଂ ନିଜର ବର୍ଣ୍ଣାଶ୍ରମ ଅନୁସାରେ ଧର୍ମ ପାଳନରେ ତତ୍ପର ଥିଲେ। ପ୍ରିୟ ପରୀକ୍ଷିତ, ସେ ଦେଶର ରାଜା ମଧ୍ୟ ସେ ବ୍ରାହ୍ମଣଙ୍କ ପରି ଭକ୍ତିମାନ ଥିଲେ। ମୈଥିଳ ବଂଶର ସେ ପ୍ରତିଷ୍ଠିତ ରାଜାଙ୍କ ନାମ ଥିଲା ବହୁଳାଶ୍ୱ। ତାଙ୍କଠାରେ ଲେଶ ମାତ୍ର ଅହଙ୍କାର ନଥାଏ। ସୁତଦେବ ଓ ବହୁଳାଶ୍ୱ ଉଭୟ ଥିଲେ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ଭକ୍ତ। ସେମାନଙ୍କ ଉପରେ ପ୍ରସନ୍ନ ହୋଇ ଭଗବାନ ଥରେ ଦାରୁକକୁ କହି ରଥ ମଗାଇଲେ ଏବଂ ରଥରେ ବସି ଦ୍ୱାରକାର ବିଦେହ ଦେଶକୁ ଯାତ୍ରା କଲେ। ଭଗବାନଙ୍କ ସହିତ ନାରଦ, ବାମଦେବ, ଅତ୍ରି, ବେଦବ୍ୟାସ, ପରଶୁରାମ, ଅସିତ, ଅରୁଣୀ, ମୁଁ ଅର୍ଥାତ୍ ଶୁକଦେବ, ବୃହସ୍ପତି, କର୍ଣ୍ଣ, ମୈତ୍ରେୟ ଓ ଚବନ ଆଦି ଋଷି ମଧ୍ୟ ଥାଆନ୍ତି। ଏ ପରୀକ୍ଷିତ, ଭଗବାନ ଯେଉଁ ସ୍ଥାନରେ ପହଞ୍ଚିଥାନ୍ତି ସେଠାରେ ନାଗରିକ ଓ ଗ୍ରାମବାସୀ ପ୍ରଜାମାନେ ପୂଜା ସାମଗ୍ରୀ ଧରି ଉପସ୍ଥିତ ହୋଇଯାଉଥାନ୍ତି। ପୂଜା କରୁଥିବା ଲୋକଙ୍କୁ ଭଗବାନ ଗ୍ରହମାନଙ୍କ ମଧ୍ୟରେ ସାକ୍ଷାତ ସୂର୍ଯ୍ୟନାରାୟଣ ଉଦୟ ହେଲା ପରେ ଦେଖାଯାଉଥାନ୍ତି। ଏ ପରୀକ୍ଷିତ, ଏ ଯାତ୍ରା କାଳରେ ଆନର୍ତ, ଧନ୍ୱ, ଗୁରୁଜାଙ୍ଗଳ, କଙ୍କ, ମତ୍ସ୍ୟ, ପାଞ୍ଚଳ, କୁନ୍ତୀ, ମଧୁ, କେକେୟ, କୋଶଳ, ଅର୍ଣ୍ଣ ଆଦି ଅନେକ ଦେଶରେ ନରନାରୀ ଶ୍ରୀକୃଷ୍ଣଙ୍କ ଉନ୍ମୁକ୍ତ ହାସ୍ୟ ଓ ପ୍ରେମଭରା ଚାହାଣୀଯୁକ୍ତ ମୁଖରେ ବିନ୍ଦୁର ମକରନ୍ଦ ରସ ନିଜ ନିଜର ନେତ୍ରରୂପୀ ପାତ୍ରରେ ପାନ କଲେ। ତ୍ରିଲୋକ ଗୁରୁ ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ ଲାଭ କରି ସେମାନଙ୍କର ଅଜ୍ଞାନ ଦୃଷ୍ଟି ନଷ୍ଟ ହୋଇଗଲା। ଦର୍ଶନ କରିଥିବା ନରନାରୀଙ୍କୁ ପ୍ରଭୁ ନିଜର ଦୃଷ୍ଟିରେ ଅର୍ଥାତ୍ ଚାହାଣୀରେ ହିଁ ପରମ କଲ୍ୟାଣ ଓ ତତ୍ତ୍ୱଜ୍ଞାନ ଦାନ କରି ଚାଲିଥାନ୍ତି। କେତେକ ସ୍ଥାନରେ ମନୁଷ୍ୟ ଦେବତାମାନେ ଭଗବାନଙ୍କର ପାପନାଶିନୀ ତଥା ସକଳ ଦିଗକୁ ଉଦ୍ଭାସିତ କରୁଥିବା କୀର୍ତ୍ତି ଗାନ କରୁଥାନ୍ତି। ଏପରି ଭାବରେ ଭଗବାନ ଶ୍ରୀକୃଷ୍ଣ ଯାଇ ଧୀରେ ଧୀରେ ବିଦେହ ଦେଶରେ ପ୍ରବେଶ କଲେ। ଏ ପରୀକ୍ଷିତ, ଭଗବାନଙ୍କ ଶୁଭାଗମନ ସମାଚାର ପାଇ ନଗରବାସୀ ଓ ଗ୍ରାମବାସୀମାନଙ୍କର ଆନନ୍ଦର ସୀମା ରହିଲା ନାହିଁ।
ସେମାନେ ବିବିଧ ପୂଜା ସାମଗ୍ରୀ ଧରି ତାଙ୍କୁ ସମ୍ବର୍ଦ୍ଧନା ଜଣାଇବାକୁ ଆଗେଇ ଆସିଲେ। ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ କରି ସେମାନଙ୍କ ହୃଦୟ ଓ ମୁଖମଣ୍ଡଳ ପ୍ରେମ ଓ ଆନନ୍ଦରେ ଉତ୍ଫୁଲ୍ଲ ହୋଇଗଲା। ସେମାନେ ଭଗବାନଙ୍କର ଏବଂ ସମସ୍ତ ମୁନିଙ୍କର ନାମ କେବଳ ଶୁଣିଥିଲେ, ସେମାନଙ୍କୁ କେବେ ଦେଖିନଥିଲେ। ବର୍ତ୍ତମାନ ସେମାନଙ୍କୁ ପ୍ରତ୍ୟକ୍ଷ ଦେଖିବାକୁ ପାଇ ସମସ୍ତେ ଯୋଡ଼ହସ୍ତ ଓ ନତମସ୍ତକ ହୋଇ ପ୍ରଣାମ କଲେ। ମିଥିଳା ନରେଶ ବହୁଳାଶ୍ୱ ଓ ବ୍ରାହ୍ମଣ ସୂତଦେବ ବୁଝିଗଲେ ଯେ ଜଗତଗୁରୁ ଭଗବାନ ଶ୍ରୀକୃଷ୍ଣ ସେମାନଙ୍କୁ ଅନୁଗ୍ରହ କରିବା ନିମନ୍ତେ ହିଁ ଆସିଛନ୍ତି। ତେଣୁ ସେମାନେ ପ୍ରଭୁଙ୍କ ଚରଣରେ ପଡ଼ି ପ୍ରଣାମ କଲେ। ବହୁଳାଶ୍ୱ ଓ ସୂତଦେବ ଉଭୟ ଏକାସାଥିରେ ହାତ ଯୋଡ଼ି ମୁନିମଣ୍ଡଳ ସହିତ ଭଗବାନ ଶ୍ରୀକୃଷ୍ଣଙ୍କୁ ଆତିଥ୍ୟ ଗ୍ରହଣ କରିବା ନିମନ୍ତେ ନିମନ୍ତ୍ରଣ କଲେ। ଭଗବାନ ଉଭୟଙ୍କ ପ୍ରାର୍ଥନା ସ୍ୱୀକାର କରି ଉଭୟଙ୍କୁ ପ୍ରସନ୍ନ କରିବା ନିମନ୍ତେ ଏକା ସମୟରେ ଭିନ୍ନ ଭିନ୍ନ ରୂପରେ ଉଭୟଙ୍କ ଗୃହକୁ ଗଲେ। କିନ୍ତୁ ଉଭୟଙ୍କୁ ଏହି ଅନୁଭବ ହେଉଥିଲା ଯେ ଭଗବାନ ସେତେବେଳେ କେବଳ ତାଙ୍କରି ଘରକୁ ଆସିଛନ୍ତି। ବିଦେହରାଜ ବହୁଳାଶ୍ୱ ବଡ଼ ମନୁଷ୍ୟ ଥିଲେ। ଦୁଷ୍ଟ ଦୁରାଚାରୀ ପୁରୁଷମାନଙ୍କର କାନ ଯାହାଙ୍କର ନାମ ବି ଶୁଣିପାରେ ନାହିଁ। ସ୍ୱୟଂ ସେ ଭଗବାନ ଶ୍ରୀକୃଷ୍ଣ ଓ ମୁନି ଋଷିମାନେ ତାଙ୍କ ଘରକୁ ଆସିଥିବାରୁ ରାଜା ସୁନ୍ଦର ଆସନ ମଗାଇଲେ ଏବଂ ଭଗବାନ ଶ୍ରୀକୃଷ୍ଣ ମୁନି ଋଷିମାନେ ସେସବୁ ଆସନରେ ବସିଲେ। ବହୁଳାଶ୍ୱଙ୍କ ସ୍ଥିତି ଅତ୍ୟନ୍ତ ବିଚିତ୍ର ହୋଇଗଲା। ପ୍ରେମ ଭକ୍ତି ଉଦ୍ରିକ୍ତ ହୋଇ ତାଙ୍କର ହୃଦୟ ଗଦଗଦ ହୋଇଗଲା ଏବଂ ଆଖିର ଆନନ୍ଦଶ୍ରୁ ଭରିଗଲା। ସେ ପୂଜ୍ୟତେ ଅତିଥିମାନଙ୍କର ଚରଣ କମଳରେ ନମସ୍କାର କରି ସେମାନଙ୍କର ପାଦ ଧୋଇଥିଲେ ଏବଂ ସକୁଟୁମ୍ବେ ସେମାନଙ୍କର ଲୋକପାବନ ପାଦୋଦକ ଶିରରେ ଧାରଣ କଲେ। ତାପରେ ଭଗବାନଙ୍କୁ ଓ ଭଗବତ ସ୍ୱରୂପ ଋଷିମାନଙ୍କୁ କନ୍ଧମାଳ, ବସ୍ତ୍ର, ଅଳଙ୍କାର, ଧୂପ, ଦୀପ, ଅର୍ଘ୍ୟ, ଗାଈ ଆଦି ସମର୍ପଣ କରି ପୂଜା କଲେ। ସମସ୍ତେ ଭୋଜନ କରି ତୃପ୍ତ ହୋଇଯିବା ପରେ ରାଜା ବହୁଳାଶ୍ୱ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣ ଯୁଗଳକୁ ନିଜ କୋଳରେ ଧରି ବସିଲେ ଏବଂ ଧୀରେ ଧୀରେ ଆନନ୍ଦ ମନରେ ପ୍ରଭୁଙ୍କ ପାଦ ମଞ୍ଚାଳିବା ସହିତ ମଧୁର ଭାବରେ ଭଗବାନଙ୍କୁ ସ୍ତୁତି କରିବାକୁ ଲାଗିଲେ। ରାଜା ବହୁଳାଶ୍ୱ କହିଲେ, ହେ ପ୍ରଭୁ, ଆପଣ ହେଉଛନ୍ତି ସମସ୍ତ ପ୍ରାଣୀଙ୍କର ଆତ୍ମା, ସାକ୍ଷୀ ଏବଂ ସ୍ୱୟଂ ପ୍ରଭୁ। ଆମେ ସଦାସର୍ବଦା ଆପଣଙ୍କ ଚରଣ କମଳକୁ ସ୍ମରଣ କରିଥାଉ। ତେଣୁ ଆପଣ ଆଜି ଆମମାନଙ୍କୁ ଦର୍ଶନ ଦେଇ କୃତାର୍ଥ କରିଦେଲେ। ହେ ପ୍ରଭୁ, ଆପଣ ତ କହିଛନ୍ତି ଯେ ଯିଏ ଆପଣଙ୍କ ଅନନ୍ୟ ପ୍ରେମୀ ଭକ୍ତ ସେ ଆପଣଙ୍କ ନିଜ ସ୍ୱରୂପ ବଳରାମଙ୍କ ଠାରୁ, ଆପଣଙ୍କ ଅର୍ଦ୍ଧାଙ୍ଗିନୀଙ୍କ ଠାରୁ, ଆପଣଙ୍କ ପୁତ୍ର ବ୍ରହ୍ମାଙ୍କ ଠାରୁ ମଧ୍ୟ ଆପଣଙ୍କର ଅଧିକ ପ୍ରିୟ। ନିଜର ସେହି ବଚନକୁ ସତ୍ୟରେ ପରିଣତ କରିବା ନିମନ୍ତେ ହିଁ ଆପଣ ଆମମାନଙ୍କୁ ଦର୍ଶନ ଦେଲେ। ଏପରି କେଉଁ ମନୁଷ୍ୟ ଅଛି ଭଲ ଯେ କି ଆପଣଙ୍କର ଏହି ପରମ ଦୟାଳୁତା ପ୍ରେମ ପର୍ବତ ଜାଣି ମଧ୍ୟ ଆପଣଙ୍କର ଚରଣ କମଳ ପରିତ୍ୟାଗ କରିଦେଇପାରିବ। ହେ ପ୍ରଭୁ, ଯେଉଁମାନେ ଜଗତର ସମସ୍ତ ବସ୍ତୁ ତଥା ନିଜ ଶରୀର ଆଦି କଥା ମଧ୍ୟ ମନରୁ ପରିତ୍ୟାଗ କରିଦେଇଛନ୍ତି, ସେହି ପରମ ଶାନ୍ତି ମୁନିମାନଙ୍କ ପାଖରେ ତ ଆପଣ ନିଜକୁ ମଧ୍ୟ ଦେଇଦିଅନ୍ତି। ଆପଣ ଯଦୁବଂଶର ଅବତାର ଗ୍ରହଣ କରି ଜନ୍ମ ମୃତ୍ୟୁର ଚକ୍ରରେ ପଡ଼ିଥିବା ମନୁଷ୍ୟମାନଙ୍କୁ ସେଥିରୁ ମୁକ୍ତି ଦେବା ନିମନ୍ତେ ଏପରି ବିଶୁଦ୍ଧ ଯଶ ବିସ୍ତାର କଲେ ଯେ ତାହା ଶ୍ରବଣ କଲେ ତ୍ରିଲୋକର ପାପତାପ ନଷ୍ଟ ହୋଇଯାଏ। ପ୍ରଭୁ, ଆପଣ ହେଉଛନ୍ତି ଅନନ୍ତ ଐଶ୍ୱର୍ଯ୍ୟ ଓ ଅସୀମ ମାଧୁର୍ଯ୍ୟର ନିଧି। ସମସ୍ତଙ୍କ ଚିତ୍ତକୁ ଆକର୍ଷିତ କରିବା ନିମନ୍ତେ ଆପଣ ହେଉଛନ୍ତି ସଚ୍ଚିଦାନନ୍ଦ ସ୍ୱରୂପ ପରମ ବ୍ରହ୍ମ। ଆପଣଙ୍କର ଜ୍ଞାନ ଅନନ୍ତ। ପରମ ଶାନ୍ତି ବିସ୍ତାର କରିବା ନିମନ୍ତେ ଆପଣ ହିଁ ନାରାୟଣ ଋଷି ରୂପରେ ତପସ୍ୟା କରୁଛନ୍ତି। ମୁଁ ଆପଣଙ୍କୁ ନମସ୍କାର କରୁଛି। ହେ ଅନନ୍ତ ମୁନିମଣ୍ଡଳୀ ସହିତ ଆପଣ କିଛି ଦିନ ଆମର ଏଠାରେ ରହିଯାଆନ୍ତୁ ଏବଂ ଆପଣା ଚରଣ ଧୂଳିରେ ଏହି ନିମିବଂଶକୁ ପବିତ୍ର କରିଦିଅନ୍ତୁ। ଏପରିକି ତ ସବୁର ଜୀବନଦାତା ଭଗବାନ ଶ୍ରୀକୃଷ୍ଣ ରାଜା ବହୁଳାଶ୍ୱଙ୍କ ପ୍ରାର୍ଥନା ସ୍ୱୀକାର କରି ମିଥିଳାବାସୀ ନରନାରୀଙ୍କ କଲ୍ୟାଣ କରିବା ସହିତ କିଛି ଦିନ ସେଠାରେ ରହିଲେ। ପ୍ରିୟ ପରୀକ୍ଷିତ, ଏଣେ ରାଜା ବହୁଳାଶ୍ୱ ଯେପରି ଭଗବାନ ଶ୍ରୀକୃଷ୍ଣ ମୁନିମଣ୍ଡଳୀ ଆଗମନ କରିବାରୁ ଆନନ୍ଦମଗ୍ନ ହୋଇଗଲେ, ତେଣୁ ବ୍ରାହ୍ମଣ ସୂତଦେବ ମଧ୍ୟ ତାଙ୍କ ଘରକୁ ଶ୍ରୀକୃଷ୍ଣ ମୁନିମଣ୍ଡଳୀ ଆସିଥିବା ଦେଖି ସେପରି ଆନନ୍ଦ ବିହ୍ୱଳ ହୋଇଗଲେ। ସେ ସେମାନଙ୍କୁ ନମସ୍କାର କରି ଆନନ୍ଦରେ ନିଜର ଚଦର ଉଡ଼ାଇ ନାଚିବାକୁ ଲାଗିଲେ। ସୂତଦେବ ମଶୁଣା, ପିଢ଼ା ଓ କୁଶାସନ ବିଛାଇ ଦେଇ ତାପରେ ଭଗବାନ ଶ୍ରୀକୃଷ୍ଣଙ୍କୁ ମୁନିମାନଙ୍କୁ ବସାଇଲେ। ସ୍ୱାଗତ ଭାଷଣ ଦ୍ୱାରା ସେ ସେମାନଙ୍କୁ ଅଭିନନ୍ଦିତ କଲେ ତଥା ସ୍ତ୍ରୀକୁ ସାଙ୍ଗରେ ଧରି ବଡ଼ ଆନନ୍ଦରେ ସମସ୍ତଙ୍କ ପାଦ ପଖାଳିଲେ। ଏ ପରୀକ୍ଷିତ, ମହାସୌଭାଗ୍ୟଶାଳୀ ସୂତଦେବ ଭଗବାନଙ୍କର ତଥା ଋଷିମାନଙ୍କର ଚରଣୋଦକ ନେଇ ନିଜ ଘରେ ଓ ପରିବାରର ସମସ୍ତଙ୍କ ଉପରେ ଛିଞ୍ଚି ଦେଲେ। ସେ ଚରଣାମୃତ ପାଇ ତାଙ୍କର ସକଳ ମନୋରଥ ପୂର୍ଣ୍ଣ ହୋଇଗଲା। ସେ ଆନନ୍ଦିତ ଶଯ୍ୟାରେ ମତୁଆଲା ହୋଇଗଲେ। ତାପରେ ସେ ଫଳ, ଚନ୍ଦନ, ସୁବାସିତ ନିର୍ମଳ ଓ ମଧୁର ଜଳ, ସୁଗନ୍ଧିତ ମାଟି, ତୁଳସୀ, କୁଶ, ପଦ୍ମ ଫୁଲ ଆଦି ଅନାୟାସଲବ୍ଧ ପୂଜା ସାମଗ୍ରୀ ଓ ସତ୍ୱଗୁଣ ବର୍ଦ୍ଧନକାରୀ ଅନ୍ନ ଅର୍ପଣ କରି ସମସ୍ତଙ୍କୁ ଆରାଧନା କଲେ। ସେତେବେଳେ ସୂତଦେବ ମନେ ମନେ ବିସ୍ମିତ ହୋଇ ଭାବିଲେ, ମୁଁ ତ ଗୃହ ଜଞ୍ଜାଳରେ ବାନ୍ଧି ହୋଇ ଅନ୍ଧକାର କୂପରେ ପଡ଼ିଥିବା ମନୁଷ୍ୟଟାଏ, ଅଭାଗାଟାଏ। ମୋତେ ଭଗବାନ ଶ୍ରୀକୃଷ୍ଣଙ୍କର ନିଜ ଚରଣରେ ସମସ୍ତ ତୀର୍ଥତ୍ୱ ପ୍ରଦାନ କରୁଥିବା ଓ ତାଙ୍କର ନିବାସ ସ୍ଥାନ ସ୍ୱରୂପ ହୋଇଥିବା ମୁନିମାନଙ୍କର ସାନ୍ନିଧ୍ୟ କିପରି ମିଳିଗଲା? ସମସ୍ତେ ଆତିଥ୍ୟ ଗ୍ରହଣ କରି ଆରାମରେ ବସିବା ପରେ ସୂତଦେବ ନିଜର ସ୍ତ୍ରୀ, ପୁତ୍ର ତଥା ଅନ୍ୟ ବନ୍ଧୁବାନ୍ଧବଙ୍କ ସମେତ ସେମାନଙ୍କ ସେବାରେ ଲାଗିଗଲେ। ସେ ଶ୍ରୀକୃଷ୍ଣଙ୍କ ପାଦ ପାଖରେ ବସି ପାଦ ମଞ୍ଚଳ କହିଲେ। ସୂତଦେବ କହିଲେ, ହେ ପ୍ରଭୁ, ଆପଣ ହେଉଛନ୍ତି ବ୍ୟକ୍ତ ରୂପୀ ପ୍ରକୃତିର ଓ ଜୀବମାନଙ୍କର ଅତୀତ ପୁରୁଷୋତ୍ତମ। ଆପଣ ଯେ ଆଜି ମୋତେ ଦର୍ଶନ ଦେଲେ ତାହା ନୁହେଁ, ଆପଣ ଯେଉଁଦିନୁ ନିଜ ଶକ୍ତି ଦ୍ୱାରା ଏହି ଜଗତକୁ ସୃଷ୍ଟି କରି ଆତ୍ମସତ୍ୟ ରୂପରେ ଏଥିରେ ପ୍ରବେଶ କଲେ ସେହିଦିନ ଆପଣ ସମସ୍ତଙ୍କ ଭିତରେ ରହିଛନ୍ତି। ବାସ୍ତବରେ ସେହିଦିନ ହିଁ ଆପଣ ମୋତେ ଦର୍ଶନ ଦେଇଛନ୍ତି। ଶୋଇଥିବା ମନୁଷ୍ୟ ଯେପରି ଅବିଦ୍ୟାବଶତଃ ସ୍ୱପ୍ନ ଅବସ୍ଥାରେ ମନେ ମନେ ସ୍ୱପ୍ନ ଜଗତ ସୃଷ୍ଟି କରିଦିଏ ଓ ନିଜେ ସେଥିରେ ଉପସ୍ଥିତ ହୋଇ ଅନେକ ରୂପରେ ଅନେକ କର୍ମ କରୁଥିବା ପରି ବୋଧ କରେ, ସେହିପରି ଆପଣ ମଧ୍ୟ ସେହିପରି ନିଜ ଭିତରେ ନିଜ ମାୟାରେ ଏ ଜଗତକୁ ସୃଷ୍ଟି କରିଛନ୍ତି ଏବଂ ଏଥିର ଲୀଳା ଛଳରେ ପ୍ରବେଶ କରି
ଅନେକ ରୂପରେ ପ୍ରକାଶିତ ହେଉଛନ୍ତି। ଯେଉଁମାନେ ସର୍ବଦା ଆପଣଙ୍କର ଲୀଳା କଥା ଶ୍ରବଣ କୀର୍ତ୍ତନ କରନ୍ତି ତଥା ଆପଣଙ୍କ ପ୍ରତିମାମାନଙ୍କୁ ଅର୍ଚ୍ଚନା ବନ୍ଦନ କରନ୍ତି ଏବଂ ପରସ୍ପର ମଧ୍ୟରେ ଆପଣଙ୍କ ବିଷୟ ହିଁ ଚର୍ଚ୍ଚା କରନ୍ତି, ସେମାନଙ୍କର ହୃଦୟ ଶୁଦ୍ଧ ହୋଇଯାଏ ଏବଂ ଆପଣ ସେହି ଶୁଦ୍ଧ ହୃଦୟରେ ପ୍ରକାଶିତ ହୋଇଯାଆନ୍ତି। ଯେଉଁମାନଙ୍କର ଚିତ୍ତ ଲୌକିକ ବୈଦିକ ଆଦି କର୍ମର ବାସନା ଦ୍ୱାରା ପରିମୁଖ ହୋଇଯାଉଛି, ଆପଣ ସେମାନଙ୍କ ହୃଦୟରେ ଥାଇ ମଧ୍ୟ ସେମାନଙ୍କଠାରୁ ବହୁ ଦୂରରେ ରହିଛନ୍ତି। କିନ୍ତୁ ଯେଉଁମାନେ ଆପଣଙ୍କ ଗୁଣଗାନ କରି କରି ନିଜ ଅନ୍ତଃକରଣକୁ ବିଶୁଦ୍ଧ ଓ ସଦ୍ଗୁଣ ସମ୍ପନ୍ନ କରିଦିଅନ୍ତି, ଆପଣ ସେମାନଙ୍କର ଅତ୍ୟନ୍ତ ନିକଟରେ ଥାନ୍ତି। ହେ ପ୍ରଭୁ, ଯେଉଁମାନେ ଆତ୍ମତତ୍ତ୍ୱ ଜାଣନ୍ତି, ଆପଣ ସେମାନଙ୍କୁ ଅନ୍ତରରେ ଆତ୍ମା ରୂପରେ ରହିଛନ୍ତି। କିନ୍ତୁ ଯେଉଁମାନେ ଶରୀର ଆଦିକୁ ହିଁ ନିଜର ଆତ୍ମା ବୋଲି ଭାବନ୍ତି, ସେମାନଙ୍କ ଭିତରେ ଆପଣ ମୃତ୍ୟୁ ରୂପରେ ରହିଛନ୍ତି। ଆପଣ ହେଉଛନ୍ତି ସମସ୍ତ କାର୍ଯ୍ୟକାରଣର ନିୟାମକ ବା ଶାସକ। ଆପଣଙ୍କର ମାୟା ଆପଣଙ୍କ ଦୃଷ୍ଟିପଥକୁ ଢାଙ୍କି ଦେଇପାରେ ନାହିଁ, କିନ୍ତୁ ତାହା ଅନ୍ୟମାନଙ୍କ ଦୃଷ୍ଟିପଥକୁ ଢାଙ୍କି ରଖେ। ମୁଁ ଆପଣଙ୍କୁ ନମସ୍କାର କରୁଛି। ହେ ସ୍ୱୟଂ ପ୍ରକାଶ ପ୍ରଭୁ, ଆମେ ଆପଣଙ୍କ ସେବକ। ଆମେ ଆପଣଙ୍କର କି ସେବା କରିବୁ ତା ଆଜ୍ଞା ଦିଅନ୍ତୁ। ଆପଣଙ୍କ ଦର୍ଶନ ନ ମିଳିବା ପର୍ଯ୍ୟନ୍ତ ଜୀବର କ୍ଲେଶ ରହିଥାଏ। ଆପଣଙ୍କ ଦର୍ଶନ ମିଳିଯିବା ମାତ୍ରେ ସମସ୍ତ କ୍ଲେଶର ପରିସମାପ୍ତି ଘଟେ। ଶ୍ରୀ ଶୁକଦେବ କହିଲେ, ହେ ପରୀକ୍ଷିତ, ଶୁତଦେବଙ୍କ ପ୍ରାର୍ଥନା ଶୁଣି ଶରଣାଗତ ହାରି ଭଗବାନ ଶ୍ରୀକୃଷ୍ଣ ତାଙ୍କ ହାତ ଧରିଲେ ଏବଂ ମୃଦୁ ମୃଦୁ ହସି କହିଲେ, ଭଗବାନ ଶ୍ରୀକୃଷ୍ଣ କହିଲେ, ପ୍ରିୟ ଶୁତଦେବ, ତୁମକୁ ଅନୁଗ୍ରହ କରିବା ନିମନ୍ତେ ହିଁ ଏହି ବଡ଼ ବଡ଼ ମୁନିଋଷି ଏଠାକୁ ଆସିଛନ୍ତି। ଏମାନେ ନିଜ ଚରଣ କମଳର ଧୂଳିରେ ଜଗତକୁ ପବିତ୍ର କରି ମୋ ସହିତ ବିଚରଣ କରୁଛନ୍ତି। ଦେବତାମାନେ, ପୁଣ୍ୟକ୍ଷେତ୍ରମାନେ ଓ ତୀର୍ଥମାନେ ତ ଦର୍ଶନ, ସ୍ପର୍ଶନ, ଅର୍ଚ୍ଚନା ଆଦି ଦ୍ୱାରା ଲୋକଙ୍କୁ ଧୀରେ ଧୀରେ ବହୁ ଦିନରେ ପବିତ୍ର କରନ୍ତି। କିନ୍ତୁ ସତମାତ୍ମା ଦୃଷ୍ଟିପାତ ମାତ୍ରକେ ସମସ୍ତଙ୍କୁ ପବିତ୍ର କରିଦିଅନ୍ତି। କେବଳ ସେତିକି ନୁହେଁ, ଦେବତା ଆଦିଙ୍କଠାରୁ ଯେଉଁ ପବିତ୍ରକାରିଣୀ ଶକ୍ତି ରହିଛି, ତାହା ସେମାନେ ଏହି ସନ୍ତଙ୍କ ଦୃଷ୍ଟିପାତରୁ ହିଁ ପାଇଥାନ୍ତି। ହେ ଶୁତଦେବ, ଜଗତରେ ବ୍ରାହ୍ମଣମାନେ ଜନ୍ମରୁ ହିଁ ସବୁ ପ୍ରାଣୀଙ୍କ ମଧ୍ୟରେ ଶ୍ରେଷ୍ଠ। ଯଦି ସେମାନେ ତପସ୍ୟା, ବିଦ୍ୟା ଓ ସନ୍ତୋଷରେ ସମ୍ପନ୍ନ ହୋଇ ମୋର ଉପାସନାରେ ରତ ହୋଇଯାଆନ୍ତି, ତେବେ ସେମାନଙ୍କ ମହତ୍ତ୍ୱ ଯେ କେତେ ବଢ଼ିଯାଏ, ତାହା ବା କିଏ ବର୍ଣ୍ଣନା କରିପାରିବ? ବ୍ରାହ୍ମଣମାନେ ମୋର ଯେତେ ପ୍ରିୟ, ମୋର ଏହି ଚତୁର୍ଭୁଜ ରୂପ ମଧ୍ୟ ମୋର ସେତେ ପ୍ରିୟ ନୁହେଁ, କାରଣ ବ୍ରାହ୍ମଣ ହେଉଛନ୍ତି ସର୍ବବେଦମୟ ଓ